ଆସିବାକୁ ବସିଲାଣି ପୁଷ୍ପୁନେଇ ପର୍ବ। ନବରଙ୍ଗପୁର ଜିଲ୍ଲାର ମୂଳ ନିବାସୀ ହେଉଛନ୍ତି ଆଦିବାସୀ। ଚାଷ ଉପରେ ଆଦିବାସୀ ମୁଖ୍ୟତଃ ନିର୍ଭରଶୀଳ ହୋଇଥିବାରୁ ଜିଲ୍ଲାରେ ଅଧିକାଂଶ ପର୍ବ କୃଷିଭିତ୍ତିକ। ବୌଲାଣି ଯାତ୍ରା, ଗଣ୍ଡି ଯାତ୍ରା, ବାଲିଯାତ୍ରା, ଦିଆଲି ପର୍ବ ଭଳି ପୁଷ୍ପୂର୍ଣ୍ଣିମା ପାଳନ ହେଉଥିବା ଅନ୍ୟତମ। ତେବେ ଆଧୁନିକତାର ସ୍ପର୍ଶ କିମ୍ବା ଅନ୍ୟ କାରଣରୁ ସେହି ଯାନିଯାତ୍ରା ହଜିବାକୁ ବସିଲାଣି, ଯାହାର ଗୋଟିଏ ଉଦାହରଣ ହେଲା ପୁଷ୍ପୁନେଇ। ପୂର୍ବ ଭଳି ପୁଷ୍ପୁନେଇ ପର୍ବ ପାଳନ ହେଉନଥିଲେ ସୁଦ୍ଧା ଗାଁ ଗହଳିରେ କାଁ ଭାଁ ଏହାର ଝଲକ ମିଳିଛି। ପୌଷ ମାସରେ ଏହି ପର୍ବ ପାଳନ ହୋଇଥାଏ। ବର୍ଷକର ଫସଲ ଅମଳ ପରେ ଆଦିବାସୀ ଖୁସିରେ ବିଭୋର ହୋଇ ଏହି ପର୍ବ ପାଳନ କରିଥାନ୍ତି। ମହିଳାମାନେ ସନ୍ଧ୍ୟା ସମୟରେ ଘର ଘର ବୁଲି ପନିଆ ଜନିଆ ମୁଠେକ୍ ଚାଉଳ ଦିଆ ଦେଲେ ଦିଆ ନହେଲେ ନାହିଁ, ଯିବୁ ଆମର ପରାରୁ ଯିବୁ ଆମର ପରା ଗୀତ ଗାଇ ଚାଉଳ, ଧାନ ଓ ଟଙ୍କା ସଂଗ୍ରହ କରିଥାନ୍ତି। ପରମ୍ପରା ଯୋଗୁଁ ଲୋକେ ଖୁସିରେ ଚାଉଳ, ଧାନ, ଟଙ୍କା ଆଦି ଦେଇଥାନ୍ତି। ସେହିପରି ଯୁବକ ଏବଂ ପିଲାମାନେ ବିଭିନ୍ନ ବେଶରେ ଘର ଘର ବୁଲି ନୃତ୍ୟ କରି ଟଙ୍କା ସହ ଚାଉଳ ମାଗିବା ପରମ୍ପରା ରହିଛି। ସମୟକ୍ରମେ ଏହି ଟଙ୍କା ଏବଂ ଚାଉଳ ମାଗିବା କମିବାରେ ଲାଗିଛି। ସେହିପରି ପର୍ବ ପାଇଁ ଯେଉଁ ହର୍ଷ ଉଲ୍ଲାସ ପୂର୍ବରୁ ରହିଥିଲା, ଏବେ ସେମିତି ଉତ୍ସାହ ଆଉ ଦେଖିବାକୁ ମିଳୁନି। କେବଳ ପରମ୍ପରାକୁ ବଞ୍ଚାଇ ରଖିବାକୁ ବିଧି ରକ୍ଷା କରାଯାଉଛି।